କାଲି ନବୀନ ବାବୁ ଆଉ ଭକ୍ତ ଦାସଙ୍କର ସମୀକରଣ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଦୁଇ ଜଣଙ୍କର ବଡ଼ି ଜେସ୍ଚର ଦେଖିଲେ ମୋତେ ମନେ ହେଉଥିଲା ବିଶେଷ କରି ଭକ୍ତ ବାବୁଙ୍କର ସେ ଏତେ ଖୁସି ଏତେ ଉତ୍ଫୁଲ୍ଲିତ ହେଇଥିଲେ ବୋଧହୁଏ 12 ବର୍ଷ ଧରିକି ଯେଉଁଥିପାଇଁ ତପସ୍ୟା କରିଥିଲେ ସେ ତପସ୍ୟାର ଫଳ ପାଇଯାଇଛନ୍ତି ଏବଂ ମୁଁ ଭାବୁଛି ମନେ ମନେ ବୋଧେ ଅଙ୍କ କରିଦେଇଛନ୍ତି 2029ରେ ବିଜେଡ଼ି ଆଉ କଂଗ୍ରେସ ମେଣ୍ଟ ହେବ ନବୀନ ବାବୁ ମୁଖ୍ୟମନ୍ତ୍ରୀ ସେ ଉପମୁଖ୍ୟମନ୍ତ୍ରୀ ମାନେ ଏଇଭଳି ଏକ ତାଙ୍କ ମନ ଭିତରେ ଗୋଟେ ଏତେ ଆନନ୍ଦର ଫୁଆରା ଏବଂ ନବୀନ ବାବୁକୁ ପ୍ରଶଂସାରେ ପୋତି ଦେବାରେ କୌଣସି ଗୋଟିଏ ଶବ୍ଦ ସେ ଛାଡ଼ି ନାହାନ୍ତି। ଯାହା ହେଉ ତାଙ୍କର ଅଙ୍କ ସଫଳ ହେଇଛି। ଏ ଦତେଶ୍ୱର ପ୍ରସଙ୍ଗରେ ଭକ୍ତ ବାବୁ ହିଁ ରିଏଲ୍ ହିରୋ। ସେ ଏମିତି ଖେଳ ଖେଳିଲେ ନବୀନ ବାବୁ ମଧ୍ୟ ସେ ଟ୍ରାପ୍ରେ ପଡ଼ିଲେ ଏବଂ ଶେଷରେ ନବୀନ ବାବୁ ଆଉ ପାଦେ ଆଗେଇକି ଯାଇକି ଧର୍ମ ନିରପେକ୍ଷତାର କଥା କହିଲେ ଆମେ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଲେ। ଯାହା ହେଉ ଭଗବାନ କରିଛନ୍ତି ନବୀନ ବାବୁ ସବୁବେଳେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରି ଆସିଛନ୍ତି। ଅତୀତରେ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇ ଥର ପଠାଇଛନ୍ତି। ପାର୍ଲାମେଣ୍ଟରେ 30-32 ବିଲ୍ରେ ମଧ୍ୟ ସମର୍ଥନ କରିଛନ୍ତି ଏବଂ ଚାରିଆଡ଼େ ସାରା ରାଜ୍ୟରେ ମଧ୍ୟ ଏହି ଚର୍ଚ୍ଚା ହୁଏ ଯେ ନବୀନ ବାବୁ ଆଉ ମୋଦି ଶାହାଙ୍କର ଭଲ ସମ୍ପର୍କ ରହିଛି। ତାହା ମଧ୍ୟ ଯାଇକି ତାଙ୍କ ଘରେ ପଖାଳ ଏଇ ଖରାଦିନିଆ ପଖାଳ ବି ବାଡ଼େଇଛନ୍ତି। କିନ୍ତୁ ସେତେବେଳେ ବିଜେପି ସାମ୍ପ୍ରଦାୟିକ ବୋଲି ନବୀନ ବାବୁ ଭାବିନଥିଲେ କିନ୍ତୁ ହଠାତ୍ ନବୀନ ବାବୁ ଭାବିଲେ ସାମ୍ପ୍ରଦାୟିକ। ଯାହା ହଉ କ'ଣ ଗୋଟେ ଅଙ୍କ କଷିକି ତ ଭାବିଛନ୍ତି। ଦେଖାଯାଉ ଯେଉଁ କହନ୍ତିନି କଥାରେ ହୋଲି ଆଜି ରଙ୍ଗ ମାରି ଦେଇଛନ୍ତି 4 ଦିନ ପରେ ସେ ଉଭେଇ ଯାଉଛି କି ନାହିଁ ତେଣୁ କୁହାଯାଏ ଏ ରଙ୍ଗ ରହିଲେ ହେଲା। ଭାଇ ଲାଷ୍ଟକୁ ନବୀନ ପଟ୍ଟନାୟକ ଗୋଟେ ଏମିତି ଷ୍ଟେଟମେଣ୍ଟଟା ଦେଲେ ଯେଉଁଟାକି ଭବିଷ୍ୟତରେ କଂଗ୍ରେସ ଆଉ ବିଜେଡ଼ିର ମେଣ୍ଟ ପାଇଁ ସୋହିଲା ଭଳିଆ ଗୋଟେ ଷ୍ଟେଟମେଣ୍ଟ ଦେଲେ। ଦେଖନ୍ତୁ କାଲି ନବୀନ ବାବୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ରାଜନୀତି ଗୋଟେ ନୂଆ ଦିଗ ଦେଇଛି। ଲୋକମାନେ ଅନୁମାନ କରିବା ଆରମ୍ଭ କଲେଣି ବୋଧହୁଏ ପଞ୍ଚାୟତ ନିର୍ବାଚନରେ ଏବଂ ଆଗାମୀ 2029 ସାଧାରଣ ନିର୍ବାଚନରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଗୋଟିଏ ମେଣ୍ଟ ହେବାର ସମ୍ଭାବନା ରହିଛି। କାଲି ଆପଣ ଦେଖିବେ ନବୀନ ବାବୁ କହିଲେ ସମୟ କହିବ ଭବିଷ୍ୟତର କଥା ଏବଂ ଭକ୍ତ ବାବୁ ବି କହିଲେ ଏଇଟା ସରିଗଲା ପରେ ସେ କଥା ଆଲୋଚନା। ଯାହା ହଉ ଦୁଇ ଜଣଙ୍କ ଜୋସ୍ ବଢ଼ିଯାଇଛି କିନ୍ତୁ ଏହାକୁ ନେଇକି ବିଜେଡ଼ିରେ ବି ଅସନ୍ତୁଷ୍ଟ ଦେଖିବାକୁ ମିଳିଛି। କାହିଁକିନା ବିଜେଡ଼ି କଂଗ୍ରେସ ମେଣ୍ଟ ହେଲେ ପାଖାପାଖି 15-20 ବିଜେଡ଼ି ବିଧାୟକଙ୍କର ଭାଗ୍ୟ ଭବିଷ୍ୟତ ଅନ୍ଧାର ହେଇପାରେ। ସେ ସମ୍ପର୍କରେ ଆମେ ଗୋଟିଏ ଥର ଆଉ ଦିନେ ବିଶ୍ଳେଷଣ କରିବା କେଉଁ ବିଧାୟକ ଅକଳରେ ପଡ଼ିପାରନ୍ତି। କିନ୍ତୁ ନବୀନ ବାବୁ ହଠାତ୍ ଗୋଟେ ଯଦି ମୋତେ ପଚରାଯାଏ ଏ ନାରେଟିଭ୍ଟା ଭିତରେ ଚାଲିଥିଲେ ଭଲ ହେଇଥାନ୍ତା କିନ୍ତୁ ହଠାତ୍ ଯେତେବେଳେ ବିଜେଡ଼ି ଆଉ କଂଗ୍ରେସ ଏକାଠି ବୋଲି ନାରେଟିଭ୍ ଦେଇଛନ୍ତି ଆପଣମାନେ ସାଧାରଣତଃ ଜାଣିଥିବେ ବିଜୁ ଜନତା ଦଳର ଭୋଟର ମାନେ ହେଉଛନ୍ତି ଅଣ କଂଗ୍ରେସ ଭୋଟର। ସେମାନେ କଂଗ୍ରେସ ବିରୋଧରେ ନିଜର ସଂଗ୍ରାମ କରି ଆସୁଥିଲେ ଏବେ କରି ଆସୁଛନ୍ତି। ତେଣୁ ସେମାନେ କଂଗ୍ରେସକୁ କେଉଁଭଳି ଭାବରେ ଗ୍ରହଣ କରିବେ ତାହା ସମୟ କହିବ କିନ୍ତୁ ଏତେ ଅତର୍ଚ୍ଛା ନବୀନ ବାବୁ ନ ହୋଇଥିଲେ ରାଜନୀତି ପାଇଁ ବହୁତ ଭଲ ହେଇଥାନ୍ତା।